ସକାଳୁ ଭାତ ଡାଲମା ଅମୃତଭଣ୍ଡା ଆଳୁ ଭଜା ରୋଷେଇ ସାରି ସ୍ୱାମୀଙ୍କ ଟିଫିନ ପାଇଁ ଦେଲି ଶୀତଳ କରି। ଘଣ୍ଟା ଘଣ୍ଟା ମିନିଟ ଘଣ୍ଟା ଘୁରି ଘୁରି ଆସି ସମୟ ହେଲା 9ଟା। ଏଥର ତାଙ୍କ ଟିଫିନ ପ୍ୟାକ୍ କରିଦେଲି, ଯିବା ପୂର୍ବରୁ କରିଗଲେ ମତେ ଟାଟା। ଦୁଇ ଭାଇ ମିଶି କାମ କରୁଛନ୍ତି ଗୋଟେ କମ୍ପାନୀରେ, ସେଥିପାଇଁ ଦୁଇଟି ଯାକ ଗାଡି ଛାଡି ସ୍ୱାମୀ ଚାଲି ଚାଲି ଯାଉଛନ୍ତି, କାହିଁକି ନା ଏ ସପ୍ତାହଟା ତାଙ୍କ ଭାଇଙ୍କର ପାଳି ଅଛି ଗାଡି ନବାରେ। ପୁଣି ଥରେ ଭାଜିବା ପାଇଁ ବାଛିଥିଲେ ବସେ ପିତା ଶାଗ। ବାଛିବା ଶେଷରେ ଭଲସେ ପାଣିରେ ନ ଧୋଇଲେ କଣ ଶାନ୍ତିରେ ଟିକେ ଖାଇ ହବ? ଆଗ ଯେକୌଣସି ଶାଗ ଭଜା ହଉ ତାର ବେଷ୍ଟ କମ୍ବିନେସନ ହଉଛି ପଖାଳ। ଗରମ ଦିନ ଆସିଗଲା ସାଙ୍ଗମାନେ, ମୋ ପରି ଡେଲି ଖାଆନ୍ତୁ ପଖାଳ ଆଉ ଦୂର କରନ୍ତୁ ପେଟର ଗଣ୍ଡଗୋଳ। ଆଲୋ ଦେଖଲୋ, ମୋ ଆଦି ବାବା ବୁଣାବୁଣିରେ ହାତ ବଟେଇଲେ ତାଙ୍କ ଜେଜେ ଆଉ ମାଆଙ୍କର। ମତେ ଦେଖି ଦେଖି ସ୍ୱାମୀ ରସଗୋଲା ଗିଳି ଯାଉଛନ୍ତି, ଦେଖିବ ପେଟ କାମୁଡିବ ତାଙ୍କର। ଶୀତ ଦିନ ସରିଗଲାଣି ବୋଲି ସ୍ୱିଟର ଜ୍ୟାକେଟ ସବୁ ଭଙ୍ଗା ଭଙ୍ଗି କରି ରଖୁଥିଲି, ଏତେ କରି କହିଲା ପରେ ଗଡରେଜ ଗୋଟେ କରିଦେଲେନି ବୋଲି ସ୍ୱାମୀଙ୍କ ଉପରେ ରାଗିଗଲି। ମଝିରେ ମଝିରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଟମ୍ ଆଣ୍ଡ ଜେରି ପରି ହବା ଦରକାର, ନହେଲେ ବେଶୀ ଭଲ ପାଇବା ଦେଖେଇ ହେଲେ ଲାଗିଯିବ କାହା ନଜର। ଭିଡିଓ ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।